ସ୍ୱର କଥା କହୁନି ଓଭରଅଲ୍ ସରକାରରେ ମାନେ ଆପଣଙ୍କ ମୟୂରଭଞ୍ଜ ମାଲକାନଗିରି ପର୍ଯ୍ୟନ୍ତ କେହି ବି ଶାନ୍ତି ନାହାନ୍ତି। ମହିଳାମାନେ ଆଜି ଡରୁଛନ୍ତି ଘରୁ ବାହାରକୁ ଯିବା ପାଇଁ। ଯେ ମାନେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ 17 ଲକ୍ଷ ମହିଳାମାନଙ୍କୁ ଆଜି ସ୍ୱାବଲମ୍ବୀ କରିଥିଲେ, କିନ୍ତୁ ଏ ସରକାର ଆସିଲା ବେଳେ ମହିଳାମାନେ ପାଦ କାଢ଼ିବା ପାଇଁ ଡରୁଛନ୍ତି। ଯାହା ସର୍ଭେର ବି ଠିକ୍ ସେ ହେଇପାରୁନାହିଁ। ତେଣୁ ଯେଉଁ ଆପଣଙ୍କର ଯେଉଁ ଅନ୍ତୋଦୟ ଘର ଯୋଜନା ସେ ବି ଠିକ୍ ସେ ପାତର ଅନ୍ତର କରି ଦିଆହେଉଛି। ତେଣୁ ବହୁତ ଗରିବ ଲୋକ ଯେମାନେ ଛାତ୍ର ଛାତ୍ର ରହିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଏ ସରକାର ତାଙ୍କୁ ଭୁଆ ବୁଲେଇକି ଯେ ସରକାରକୁ ଆସିଥିଲେ ଏତେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିପାରୁନାହିଁ। ତେଣୁ ଏ କଥା କୁହା ସରକାର ଏଇଭଳି କରିକି ବିଜେଡି ଭାଙ୍ଗିବ କି? ଦେଖନ୍ତୁ ଆମେ ନବୀନ ବାବୁଙ୍କର ଦୃଢ଼ ସୈନିକ। ନବୀନ ବାବୁଙ୍କ ସାଙ୍ଗରେ ଅଛୁ। ନବୀନ ବାବୁ ଯେତେ ପର୍ଯ୍ୟନ୍ତ ଅଛନ୍ତି ଆମେ ତାଙ୍କ ସାଙ୍ଗରେ ଅଛୁ। କିଏ କ'ଣ କଲା ଆମର କିଛି ଦାୟିତ୍ୱ ନାହିଁ। ଆମେ ନବୀନ ବାବୁଙ୍କ ସାଙ୍ଗରେ ଅଛୁ। ନବୀନ ବାବୁ ଯେତେ ପର୍ଯ୍ୟନ୍ତ ଅଛନ୍ତି ଆମେ ସେତେ ପର୍ଯ୍ୟନ୍ତ ଅଛୁ। ଦେଖନ୍ତୁ ଆପଣମାନେ ତ ଦେଖୁଥିବେ ଯେ ଯେଉଁମାନେ କହୁଛନ୍ତି ବିଜେଡି ଭାଙ୍ଗି ଯାଉଛି, ତେଣୁ ଆଜି ସେ ପ୍ରମାଣ ସଦ୍ୟ ପ୍ରମାଣ ଆପଣ ଦେଖୁଥିବେ। ହଜାର ହଜାର ସଂଖ୍ୟାରେ ଆଜି ମାଆମାନେ ଯୁବକମାନେ ବା ଗୁରୁଜନମାନେ ସମସ୍ତେ ଆଜି ଉପସ୍ଥିତ ଅଛନ୍ତି। ନବୀନ ବାବୁଙ୍କ ସାଙ୍ଗରେ ସାମିଲ ଅଛନ୍ତି। ସ୍ୱର ନିର୍ବାଚନ ମଣ୍ଡଳୀ ଆଜି ପ୍ରମାଣ କରିଛି ଯେ 2024ରେ ନବୀନ ବାବୁଙ୍କୁ ଆଶୀର୍ବାଦ ଏଠି କରିଥିଲେ, ପୁଣି 2029ରେ ନବୀନ ବାବୁଙ୍କ ସାଙ୍ଗରେ ରହିବେ। ତେଣୁ ଆଜି ଏ ସଭା ପ୍ରମାଣ କରିଛି। ଆପଣ ନିଜେ ତ ଦେଖୁଥିବେ, ସାମ୍ବାଦିକ ବନ୍ଧୁମାନେ ସମସ୍ତେ ଆପଣ ତ ଦେଖୁଥିବେ ଯେ ଆଜି ମାନେ ହଜାର ହଜାର ସଂଖ୍ୟାରେ ସ୍ୱର ନିର୍ବାଚନ ମଣ୍ଡଳୀର ଯେଉଁ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଛି। ଆଜି ସମସ୍ତେ ଆସିଛନ୍ତି। ମାନେ ଆପଣ ମହିଳାଠୁ ଆରମ୍ଭ କରି ଯୁବକଠୁ ଆରମ୍ଭ କରି କୃଷକଠୁ ଆରମ୍ଭ କରି ଗୁରୁଜନଠୁ ଆରମ୍ଭ କରି ସମସ୍ତେ ଆଜି ସାମିଲ ହେଇଛନ୍ତି। ଛାତ୍ରଠୁ ଆରମ୍ଭ କରି ସମସ୍ତେ ସାମିଲ ହେଇଛନ୍ତି। ତେଣୁ ଆଜି ପ୍ରମାଣ କରି ଦେଖେଇଛି ଯେ ସ୍ୱର ନିର୍ବାଚନ ମଣ୍ଡଳୀ ସାଙ୍ଗରେ ନବୀନ ବାବୁଙ୍କ ସାଙ୍ଗରେ ସ୍ୱର ନିର୍ବାଚନ ମଣ୍ଡଳ ଲୋକ ଥିଲେ, ଆଜି ବି ଅଛନ୍ତି। ଭୁବନେଶ୍ୱରରେ ଶଙ୍ଖ ଭବନରେ ବୃହତ ବିରୋଧୀ ଦଳ ଭାବରେ ଏଥରକ ନୂଆ ବର୍ଷରୁ ଶାସକ ଦଳକୁ କେମିତି ଘେରାଯିବ ସମସ୍ତେ ନିଜ ନିଜ ସ୍ଲୋଗାନ ଦେଇଛନ୍ତି। ସ୍ୱରର କେମିତି ଘେରିବେ? ଦେଖନ୍ତୁ ମୁଁ ତ ଏଇ ବାସନ ନମ୍ବର କହୁଥିଲି ବକ୍ତବ୍ୟରେ କହୁଛନ୍ତି ସ୍ୱରର ନ୍ୟାର୍ଯ୍ୟ ସ୍ୱାର୍ଥ ପାଇଁ, ସ୍ୱରର ଯାହା ଆବଶ୍ୟକତା ଅଛି, ସ୍ୱରର ଦାବି ପାଇଁ ବିଧାନସଭାରେ ଆପଣମାନେ ଦେଖୁଥିବେ। ଆପଣ ତ ବିଧାନସଭା ପାଖରେ ରହୁଛନ୍ତି। ବିଧାନସଭା ସମୟରେ ଆପଣ ତ ଉପସ୍ଥିତ ରହୁଛନ୍ତି। ବିଧାନସଭା ସମୟରେ ଯେମିତିଆ ଆମେ ବିରୋଧ ଶାସକ ଦଳକୁ ଯେମିତିଆ ଘେରାଉ, ତେଣୁ ସ୍ୱରର ନ୍ୟାର୍ଯ୍ୟ ଦାବି ପାଇଁ ଯାହା କରିବା ପାଇଁ ପଡ଼ିବ ବିଧାନସଭାରେ କରାହେବ। ଆଗକୁ 2027 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଛି, କ'ଣ କହିବେ? ଦେଖନ୍ତୁ ଆଜି ଏ ସଭା ପ୍ରମାଣ କରୁଛି ଯେହେତୁ ସ୍ୱର ପଞ୍ଚାୟତ ସମିତି ବିଜୁ ଜନତା ଦଳର ସାଙ୍ଗରେ ଅଛି, ଆମର ଅଧ୍ୟକ୍ଷା ବି ଅଛନ୍ତି। ପୁଣି 2027ରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ, ପୁଣି ସ୍ୱରବାସୀ ତାକୁ ଅକୁଣ୍ଠ ସହମତି ଦେବେ। ନବୀନ ବାବୁଙ୍କ ସାଙ୍ଗରେ ଅଛନ୍ତି। ପୁଣି 2027ରେ ସ୍ୱର ପଞ୍ଚାୟତ ସମିତି ବିଜୁ ଜନତାର ସାଙ୍ଗରେ ରହିବେ। ସେପଟେ ନୂଆ ଦଳ ଗଢ଼ାଯିବା ପାଇଁ ଯୋଜନା ଚାଲିଛି। ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରିକି ଅନେକ ବିଜେଡିର ମଧ୍ୟ ପୁରୁଣା ନେତା ମିଶିକି ନୂଆ ଦଳ ଗଢ଼ୁଛନ୍ତି। ବିଜେଡି ଭାଙ୍ଗିବ କି? ଦେଖନ୍ତୁ ଆମେ ନବୀନ ବାବୁଙ୍କର ଦୃଢ଼ ସୈନିକ। ନବୀନ ବାବୁଙ୍କ ସାଙ୍ଗରେ ଅଛୁ। ନବୀନ ବାବୁ ଯେତେ ପର୍ଯ୍ୟନ୍ତ ଅଛନ୍ତି ଆମେ ତାଙ୍କ ସାଙ୍ଗରେ ଅଛୁ। କିଏ କ'ଣ କଲା ଆମର କିଛି ଦାୟିତ୍ୱ ନାହିଁ। ଆମେ ନବୀନ ବାବୁଙ୍କ ସାଙ୍ଗରେ ଅଛୁ। ନବୀନ ବାବୁ ଯେତେ ପର୍ଯ୍ୟନ୍ତ ଅଛନ୍ତି ଆମେ ସେତେ ପର୍ଯ୍ୟନ୍ତ ଅଛୁ। ଗୋଟିଏ ପରେ ଗୋଟିଏ ଯୋଜନା ହଉଛି, ଆଉ ସେ ଯୋଜନା ଗୁଡ଼ିକ ଫେଲ୍ ମାରୁଛି। ନୂଆ ଗାଡ଼ି ଆସିଲା BS4, BS5, BS6, ତା ବାଦେ ପଲ୍ୟୁସନ ଚେକିଂ। ତାହେଲେ ସେ ଗାଡ଼ି ଗୁଡ଼ିକ ତାହେଲେ କ'ଣ ପାଇଁ ଆସିଥିଲା? ଦେଖନ୍ତୁ ଆପଣମାନେ ସାମ୍ବାଦିକ ବନ୍ଧୁ, ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରର, ତେଣୁ ଆପଣମାନେ ଯେତେ ପ୍ରଚାର ପ୍ରସାର କରିବେ ଏ ସରକାର ଯେଉଁ କଥା କୁହା ସରକାର ଆସିଛି ତାଙ୍କର ଯେଉଁ ଲୋକାଭିମୁଖ କାର୍ଯ୍ୟ କ'ଣ ଲୋକ ମାନେ ଏଗନେଷ୍ଟ ଯେଉଁ କାର୍ଯ୍ୟ କ'ଣ ସେଟା ଆପଣମାନେ ନିଶ୍ଚିତ ଭାବରେ ଲୋକଙ୍କୁ ଦେଖେଇଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି ଯେ ଆପଣମାନେ ଲୋକମାନଙ୍କୁ ଦେଖାନ୍ତୁ ଏ ସରକାର ଯେ କଥା କୁହା ସରକାର କଥା କହିକି ଯେ ସରକାରକୁ ଆସୁଛନ୍ତି ଲୋକ ଅଭିମୁଖ କାର୍ଯ୍ୟ କ'ଣ କରୁଛନ୍ତି। ତେଣୁ ଆପଣମାନେ ଟିକେ ଦୟାକରି ଦେଖେଇଲେ ବହୁତ ଭଲ ହୁଅନ୍ତା, ଲୋକମାନେ ସଚେତନ ହୁଅନ୍ତେ। ଆଜି ଲୋକଙ୍କୁ ସୁଭଦ୍ରା ଯୋଜନା ଠିକ ସେ ମିଳିପାରିଲାନି। ଆବାସ ଘର ବି ଠିକ ସେ ସେଇ ହିସାବରେ ପୁରା ହେଇପାରିଲା ନାହିଁ। ସ୍ୱରରେ ବି ଅନେକ ଘର ଅଛି ଛାତ ପଡ଼ିପାରି ନାହିଁ। ତାହେଲେ ଯୋଉ ପ୍ରଧାନମନ୍ତ୍ରୀଙ୍କ ଯୋଜନାଟା କୋଉଠି ଅଛି? କିନ୍ତୁ ଏମାନେ ଡବଲ ଇଞ୍ଜିନ ସରକାର କହିକି ଆଜି ଲୋକମାନେ ଅକୁଣ୍ଠ ସହମତି ଦେଲେ ଯେ ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ବହୁତ ବିକାଶ ହେବ। ଆପଣ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏତେ ପର୍ଯ୍ୟନ୍ତ କିଛି ଦିଆଯାଇ ନାହିଁ, ଯାହା ସର୍ଭେର ବି ଠିକ୍ ସେ ହେଇପାରୁନାହିଁ। ତେଣୁ ଯେଉଁ ଆପଣଙ୍କର ଯେଉଁ ଅନ୍ତୋଦୟ ଘର ଯୋଜନା ସେ ବି ଠିକ୍ ସେ ପାତର ଅନ୍ତର କରି ଦିଆହେଉଛି। ତେଣୁ ବହୁତ ଗରିବ ଲୋକ ଯେମାନେ ଛାତ୍ର ରହିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଏ ସରକାର ତାଙ୍କୁ ଭୁଆ ବୁଲେଇକି ଯେ ସରକାରକୁ ଆସିଥିଲେ ଏତେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିପାରୁନାହିଁ। ତେଣୁ ଏ କଥା କୁହା ସରକାର ଏଇଭଳି କରିକି ତେଣୁ ଏହାର ଉଚିତ ଜବାବ 2027ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକମାନେ ନିଶ୍ଚୟ ଦେବେ। ରାଜଧାନୀରେ ତ ଆଉ ମହିଳା ସୁରକ୍ଷିତ ନାହାନ୍ତି, ସ୍ୱରରେ ଅଛନ୍ତି ତ? ଦେଖନ୍ତୁ ସାରା ଆପଣଙ୍କର ମାଲକାନଗିରିଠୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଆପଣ ଦେଖୁଥିବେ ନଗଦରେ ଚାନ୍ଦବାଲିରେ ଜଣେ ନାବାଳିକାର କେମିତି ତାକୁ ହେଲା। ତେଣୁ ଇଏ ମୋର ବାଲେଶ୍ୱର ଜିଲ୍ଲା ତ ଆପଣ ଖୁବ୍ କମ୍ ଦିନରେ ଇତିଶ୍ରୀ ଯେ ଆମର ଯେ ହେଲା ସୌମ୍ୟଶ୍ରୀ ବେଶୀ ତାର ଯେଉଁ ଆକ୍ସିଡେଣ୍ଟ ମାନେ ମର୍ଡର ଇଏ ହେଲା ଦେଲା। ତେଣୁ ଏ ସରକାରରେ କେହି ବି ଶାନ୍ତି ନାହାନ୍ତି। ମୁଁ ସ୍ୱର କଥା କହୁନି ଓଭରଅଲ୍ ସରକାରରେ ମାନେ ଆପଣଙ୍କ ମୟୂରଭଞ୍ଜ ମାଲକାନଗିରି ପର୍ଯ୍ୟନ୍ତ କେହି ବି ଶାନ୍ତି ନାହାନ୍ତି। ମହିଳାମାନେ ଆଜି ଡରୁଛନ୍ତି ଘରୁ ବାହାରକୁ ଯିବା ପାଇଁ। ଯେ
माननीय पूर्वतन मुख्यमंत्री 17 लाख महिला मानक आज स्वावलंबी करते किंतु ये सरकार आसला बेले महिला मैंने पाद काढ़ा डर चर्चा होता यही जो प्रतिष्ठा दिवस रे नवीन पट्टनायक कुआडे दल को किसी गोटे गुरु मंत्र देइछंती आ कोन करा हबो आगामी कार्यक्रम पई सूचना मध्य देइछंती। देखो नवीन बाबू जहाँ देवे आम नवीन बाबू सैनिक नवीन बाबू जहाँ कहे जहाँ करेंगे आम सांगे अच्छु तेणु नवीन बाबू जहाँ करेंगे आम सांगे अच्छु।